ମୋ ନାଁ ବବିତା ନାୟକ। ଆମେ ଜଙ୍ଗଲ ପାଇଁ ସୁରକ୍ଷା ମାଗୁଛୁ, ହେଲେ କିଏ ବି ଆମ କଥା ଶୁଣୁନାହାନ୍ତି। ଆମକୁ ଖାଲି ଜଙ୍ଗଲର ସୁରକ୍ଷା ଦରକାର। ନରେହିଆଲ ମନ ଇଚ୍ଛା ଆସିକି ହାଣି ଦଉଛି। ଯେତେ ଦାବି କଲେ ମଧ୍ୟ କୋଉ ସରକାର ବି ଶୁଣୁନାହାନ୍ତି, ପୋଲିସ ଅଫିସର ମଧ୍ୟ ଶୁଣୁନାହାନ୍ତି। ସେଥିପାଇଁ ଆମେ ରାଜରାସ୍ତାକୁ ଯିବା ପାଇଁ ବାଧ୍ୟ ହେଉଛୁ। ଆମ କଥା ଶୁଣିବା ଦରକାର ଆଜ୍ଞା। 2-3 ମାସ ହେଇଗଲା ଆଜ୍ଞା, ଆମେ ଗାଁରେ ବି ବେଶୀ ମିଟିଂ କଲୁ, ସେ ଆମ କଥା ଶୁଣୁନାହିଁ। ଲୋକ ଆଣିକି ହାଣି ଦଉଛି। ସେଥିପାଇଁ ଆମେ ସବୁ ଅଫିସରେ ଜଣେଇଲୁ, RI ପୋଲିସ ସମସ୍ତଙ୍କୁ ଜଣେଇଲୁ, ହେଲେ କିଏ ବି ଆମ କଥା ଶୁଣିବା ପାଇଁ ରାଜି ନୁହନ୍ତି। ସେଇଥିପାଇଁ ଆମେ କ'ଣ ହେଲେ କରିବୁ ବୋଲି ସରକାରକୁ ସାହାଯ୍ୟ ମାଗୁଛୁ। ଆମକୁ ସାହାଯ୍ୟ ଦରକାର। ମୁଁ ହେଉଛି ପି କମଳା, ଗ୍ରାମ ହେଉଛି ବକ୍ସିଶିରପୁର, ପଞ୍ଚାୟତ ହାଟମୁନିଗୁଡ଼ା। ଆଜ୍ଞା ଆମର ବକ୍ସିଶିରପୁରରେ ଆଉ ପୂର୍ବପୁରୁଷରୁ ଜଙ୍ଗଲଟି ଅଛି ଆଜ୍ଞା। ସେ ଜଙ୍ଗଲକୁ ସୁରକ୍ଷା କରିବା ପାଇଁ ଆମେ ନାରୀ ସଂଘ ସବୁ ଗ୍ରୁପ ମା' ମାନେ ସବୁ ଏଇ ଲଢ଼ୁଛୁ ଆଜ୍ଞା ଗୁହାରି। ହେଲେ ମଧ୍ୟ ରେଞ୍ଜର ଅଫିସକୁ ଗଲୁ, ତହସିଲ ଅଫିସକୁ, ତାପରେ RI ଅଫିସକୁ, ଥାନା ପର୍ଯ୍ୟନ୍ତ ଗଲା ଆଜ୍ଞା। ଆମର ଦୁଃଖଟା ଥାନାବାଲା ମଧ୍ୟ ବୁଝିଲେ ନାହିଁ, ରେଞ୍ଜର ବି ବୁଝିଲେ ନାହିଁ, ଫରେଷ୍ଟ ମଧ୍ୟ ବୁଝିଲେ ନାହିଁ। ସରକାର ଯଦି ଆମର ଦୁଃଖ ବୁଝୁନାହାନ୍ତି ବୋଲେ ଆମେ ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ ହବୁ ଆଜ୍ଞା। ଜଙ୍ଗଲ ନରିହିଆଲ କାଟିଛି ଆଜ୍ଞା। ନରିହିଆଲ ମଧ୍ୟ ଆମେ ବହୁତ ଥର ଆମର ଗ୍ରାମବାସୀ ଡାକି ତାକୁ ବହୁତ ପ୍ରକାର ବୁଝେଇଲୁ ଆଜ୍ଞା। ନ ବୁଝିଲାରୁ ଆମେ ନାରୀ ସଂଘ ବାହାରିକି ଦାବି କରୁଛୁ ଆଜ୍ଞା। ହେଲେ ମଧ୍ୟ ଆମର ଗୁହାରି କୋ ସରକାର ଶୁଣୁନାହାନ୍ତି, କୋ ପୋଲିସ ଶୁଣୁନି, କୋ RI ଶୁଣୁନି, କୋ ତହସିଲଦାର ଶୁଣୁନି, କୋ RI ମଧ୍ୟ ଆମର କଥା ଶୁଣୁନାହିଁ। ଆମର କଥା ଯଦି ନ ଶୁଣିଲେ ଆଜ୍ଞା ଆମେ ରାଜରାସ୍ତାରେ ବସିବାକୁ ବାଧ୍ୟ ହବୁ। ଦେଖନ୍ତୁ, ଜଙ୍ଗଲ ବକ୍ସିରପୁର ମଜା ଜଙ୍ଗଲ ଯେହେତୁ ନାଇଁକି ଜଙ୍ଗଲ ଅଧିକାରରେ ନାଇଁକି ଅଛନ୍ତି ଯେଉଁ ମା' ମାନେ ଯେଉଁ ସୁରକ୍ଷା ପାଇଁ ଜଙ୍ଗଲ କାଟିଛି, ଏକ ଭୁଲ ନିଆଁ। ସେ ଜଙ୍ଗଲ କାଟିବା କଥା ନୁହେଁ। ଯେହେତୁ ଆମେ ପଦକ୍ଷେପ ନେଇଛୁ, ଆମର RI ତହସିଲ ସାର୍ କଥା ହେଇକି କିଛି ଗୋଟେ ପଦକ୍ଷେପ ନେବ। ନାଇଁ ଅବହେଳା ନାହିଁ, ତାକୁ ସ୍ଥଗିତ ରଖା ହେଇଛି। ଯେହେତୁ ନାଇଁକି ଆଗକୁ ସେ ଜିନିଷ ନାଇଁକି ଯେହେତୁ ତାକୁ ବିଦାୟ କରାଯିବ। ନରିହିଆଲ ଦେଖନ୍ତୁ, ଜଙ୍ଗଲ କାଟିବାର ନିୟମ ନାହିଁ। ଯେହେତୁ ସେ କାଟିଛନ୍ତି, ଯେହେତୁ କାଟିବା ନୁହେଁ ଆମର ନିୟମରେ, ତାକୁ ଆମେ ଡାକିକି ତାକୁ ଯେହେତୁ ବିଦାୟ କରିବୁ ସେ ଜିନିଷ